ଶୁଣନ୍ତୁ ଇଏ ହେଉଛି ଚାଲୁଣି କହୁଛି ଛୁଞ୍ଚି ଆପଣ ସେଇଭଳି ସଦସ୍ୟ ଇଏ ପ୍ରକାଶ ନାୟକ ନିଜେ ଚିନ୍ଦି ଚୋର ଯାଇକି ହାଇରୋଡ଼ରେ ପିଲାଙ୍କୁ ଲଗେଇକି ପଟିବା ଆଦାୟ କରେ ଏ ଯେଉଁ ଚୋରା ତେଲ ବିକ୍ରି ହେଉଛି ତାକୁ ଯାଇ ପଟି ଆଦାୟ କରେ ଇଏ ପୁଣି କହିଲା କି ଲାଞ୍ଚ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନା ଲାଞ୍ଚ ଅଫିସର ଏଠି ଲାଞ୍ଚ କିଏ ନୁହଁ କହୁନାହାନ୍ତି ପ୍ରଶାସନ ସ୍ତରରେ କିଏ ଲାଞ୍ଚ ନେଉନି କେଉଁ ବିଭାଗରେ ଲାଞ୍ଚ କାରବାର ହେଉନି ତା ବିରୁଦ୍ଧରେ କୁହନ୍ତୁ ଇଏ କ'ଣ କହୁଛି ନିଜେ ତ ଚୋର ଚୋର ହେଇକି ମାନେ ଚାଲୁଣି କହୁଛି ଛୁଞ୍ଚି ଆ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖାଯାଉ ବିଭିନ୍ନ ଥାନାରେ ଆ ନାଁରେ କେସ୍ ଅଛି ବଟିମାଗା କତରୁ ବିଭିନ୍ନ ମାନେ ଯେଉଁ କୁହନ୍ତି ନାରୀ ଦଲାଲି ଇଏ ତେଣୁକରି ଆ ବିରୁଦ୍ଧରେ ଯାହା କେସ୍ ଅଛି ଆ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଆଉ ଇଏ ଗୋଟେ ଚୋରଟା ଇଏ କହୁଛି ବଟି ନେଉଥିବା ଇଏ ଯେଉଁ ଅଫିସର ଅଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଇଏ ବଡ଼ ହାସ୍ୟାସ୍ପଦ କଥା ଇଏ କହୁଛନ୍ତି କ'ଣ ତାକୁ ଯେଉଁ ଲୋକ ଲାଞ୍ଚ ଦେଉନଥିବ ସେ ସେଇ ଅଫିସର ବିରୁଦ୍ଧରେ କହୁଥିବ ଇଏ ଲାଞ୍ଚ ନେଉଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଗେ ସିଏ କେତେ ଲାଞ୍ଚ ବୁଲିକା ନେଉଛି ତାକୁ ଆଗେ ହିସାବ ରଖ ଏଇଟା ଚୋରଟା ସିନ୍ଧି ଚୋରଟା ମୁଁ ତାକୁ କେତେ ବାରମ୍ବାର କହିସାରିଲିଣି ସେ ଯଦି ସୁଧୁରିବା ଥାନ୍ତା ଏବେଠୁ ସୁଧୁରି ଯାଆନ୍ତା କାହିଁକି ସେମିତି ଫାଲତୁ ପାଗଳାମି କରୁଛି ବାଚଳାମି କରୁଛି ଆସିଟା ତା ମାନେ ତା ଯେଉଁ ଧରମ ମାଇକି ନା ସିଏ ତାର ଧରମ ରହିଛି ସେଇଥିପାଇଁ ସିଏ ସେମିତି ହେଉଛି ଟିକେ ଏମାନଙ୍କ ନିୟନ୍ତ୍ରଣରେ ରହିବେ ନହେଲେ ନାହିଁ ପୁଣି ଯେଉଁ ହାସିଟା ଯେମିତି ଗଲା ଇଏ ବି ତା ପଛେ ପଛେ ଯିବାର ବ୍ୟବସ୍ଥାରେ ସେ କରୁଛି।